ଦେଖନ୍ତୁ ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଓଡ଼ିଶାର ଆଜି ଗୋଟେ ହେଉଛି ମହାନ ପର୍ବ। ଏହି ପର୍ବର ବିଶେଷତ୍ୱ ରହୁଛି ଯେ ଏହି ପର୍ବରେ ପବନର ବେଗଟା ବଢ଼ିଥାଏ ଏବଂ ଗୁଡ଼ି ଉଡ଼ାଇବା ଗୋଟେ ପରମ୍ପରା ରହିଆସିଛି। ଏହି ପର୍ବରେ ଗୁଡ଼ି ଉଡ଼ାଇବାର ପ୍ରତିଯୋଗିତା ହୋଇଥାଏ। ଗୁଡ଼ିରେ କିଏ କାହା ଗୁଡ଼ିକୁ କେତେ କାଟିବ ଏବଂ କାହା ଗୁଡ଼ିକୁ କିଏ ଚିତାପଟ କରିବ ତାକୁ ନେଇକିନା ବିଭିନ୍ନ ସ୍ଥାନରେ ପ୍ରତିଯୋଗିତା ହୋଇଥାଏ। ସେଇଥିରେ ମୁଖ୍ୟ କାରପତା ସାରିଥାଏ ସେଇ ସୂତା, ମାଞ୍ଜା ସୂତା ଯେଉଁଟା କୁହନ୍ତି ବା ଚାଇନିଜ୍ ସୂତା କୁହାଯାଏ। ସୂତାରେ କ'ଣ ହୋଇଥାଏ ନା ବିଭିନ୍ନ ଜାଗାରେ ଆପଣ କାଚ ଦେଖିଥିବେ କିମ୍ବା କୌଣସି ମେଟାଲ ଗୁଣ୍ଡ ରହିଥାଏ, ତାକୁ କାଟି ଗୁଣ୍ଡ କରାଯାଇକିନା ଅଠା ଦେଇକିନା ସେ ସୂତାରେ ଲଗାଯାଇଥାଏ। ଯାହାଫଳରେ ଗୋଟେ ଗୁଡ଼ି ଉଡ଼ୁଥିବା ସମୟରେ ଅନ୍ୟ ଏକ ଗୁଡ଼ିର ସୂତା ତାକୁ କାଟି ଦେଇଥାଏ। ସେଇ ସୂତାଟି ଯେତେବେଳେ ସେ ଜାଗାରେ ଛିଡ଼ିକି ପଡ଼ିଥାଏ କିମ୍ବା କୌଣସି ଜାଗାରେ ରାସ୍ତା ଉପରେ କ୍ରସ୍ କରିକି ପଡ଼ିଥାଏ, ବିଭିନ୍ନ ଗଛ ଜାଗାରେ ପଡ଼ିଥାଏ, ଆପଣ ଦେଖିଥିବେ ଯେ ବହୁତ ପକ୍ଷୀଙ୍କ ଦେହରେ ତାହା ଲାଗିଥାଏ। ପକ୍ଷୀମାନେ ତ ଯାହା ଜାଣିପାରିନଥାନ୍ତି ସେଟା ମେଟାଲିକ୍ ହେଇଥାଏ କି କ'ଣ, ତାଙ୍କ ପର ଭିତରେ ଲାଗି ହେଇଥାଏ। ସେମାନେ ସେଥିରୁ ବାହାରିବାକୁ ଯାଇ ବିଭିନ୍ନ ପ୍ରକାର ପ୍ରୟାସ କରିଥାନ୍ତି ଏବଂ ସେଇ ଗୁଡ଼ିରେ ସବୁ ବାରମ୍ବାର ଛନ୍ଦି ହେଇଥାନ୍ତି। ତ ବହୁତ ପକ୍ଷୀଙ୍କର ମୃତ୍ୟୁ ମଧ୍ୟ ଘଟିଥାଏ ସେଇଥିରୁ ନେଇକିନା। ପକ୍ଷୀମାନେ ତ ନିରୀହ ଜନ୍ତୁ, ସେମାନେ କାହାକୁ ସାହାଯ୍ୟ ପାଇଁ କିଛି କହିପାରିବେନି। ତେଣୁ ଆମେ ଯଦି ଏଇ ମାଞ୍ଜା ସୂତାଟାକୁ ବ୍ୟାନ୍ କରିଦେବା, ବିଭିନ୍ନ ଜାଗାରେ ସରକାର ମଧ୍ୟ କଟକଣା ଦେଇଛନ୍ତି, କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛି, ପୋଲିସ ମଧ୍ୟ ବିଭିନ୍ନ ଜାଗାରେ ତଦାରଖ କରୁଛି, କିନ୍ତୁ ହେଲେ ମଧ୍ୟ ବିଭିନ୍ନ ଜାଗାରେ ଏବେ ମାଞ୍ଜା ସୂତା ବ୍ୟବହାର ହେଉଛି। ନିଜେ ଆମେ ଯଦି ମାଞ୍ଜା ସୂତା କିଣିବାନି ଆଉ ନର୍ମାଲ ସୂତା ଆମେ ବ୍ୟବହାର କରିବା ଗୁଡ଼ି ଉଡ଼େଇବାରେ, ତେଣୁ ପକ୍ଷୀମାନଙ୍କର ମଧ୍ୟ ଜୀବନ ସୁରକ୍ଷିତ ରହିପାରିବ ଏବଂ ଯେଉଁ ବାଇକ୍ ଆରୋହୀ ମଧ୍ୟ ରହିଛନ୍ତି ତାଙ୍କର ମଧ୍ୟ ବହୁତ ଜାଗାରେ ଦୁର୍ଘଟଣା ଘଟିଥାଏ, ତ ସେମାନେ ମଧ୍ୟ ସୁରକ୍ଷିତ ରହିପାରିବେ। ମକର ସଂକ୍ରାନ୍ତି ଏଇଟା ଗୋଟେ ଓଡ଼ିଆର ପାରମ୍ପରିକ ପର୍ବ। ଏ ମକର ସଂକ୍ରାନ୍ତିରେ ବିଶେଷ କରି ଆମର ଓଡ଼ିଶାରେ ଅଧିକାଂଶ ଜାଗାରେ ଗୁଡ଼ି ଉଡ଼ା ଆରମ୍ଭ ହୋଇଥାଏ। ବିଶେଷ କରି ଏଇଟା କଟକରେ ଏବଂ କଟକ ଜିଲ୍ଲାରେ ଅଧିକ ଦେଖାଯାଇଥାଏ। ଏଇ ଯେଉଁ ଗୁଡ଼ି ଉଡ଼ା ପର୍ବଟା କଟକ ସହରରେ ମଧ୍ୟ ଗୁଡ଼ି ଉଡ଼ା ଅଧିକ ଦେଖାଯାଏ। କିନ୍ତୁ ଏଇ ଯେଉଁ ପାରମ୍ପରିକ ପର୍ବ ଗୁଡ଼ି ଉଡ଼ା ଏ ଗୋଟେ ଭଲ ଖୁସିର ପର୍ବ। ଆଉ ଲୋକମାନେ ଏଥିରେ ବହୁତ ପିଲାମାନେ ବିଶେଷ କରି ଯୁବଗୋଷ୍ଠୀ ଛୋଟ ପିଲା ଏଥିରେ ଆନନ୍ଦ ପାଇଥାନ୍ତି। କିନ୍ତୁ ଆଜିର ଯେଉଁ ଯୁଗରେ ଯେଉଁ ଭଳିଆ ଏଟାକୁ ଗୋଟେ ପ୍ରତିଯୋଗିତା ମୂଳକ ନେଇ ଏଥିରେ ଯେଉଁ କାଚ ଅଠା ଏସବୁ ଲଗେଇ ତାକୁ ଯେଉଁ ମାଞ୍ଜା ସୂତା ତିଆରି କରି ଯେଉଁ ଭଳିଆ ଅନ୍ୟର ଗୁଡ଼ିକୁ କାଟିବା, ଅନ୍ୟର ଗୁଡ଼ିକୁ ଛିଣ୍ଡେଇବା, ଏଇ ଯେଉଁ ପ୍ରତିଯୋଗିତା ଆରମ୍ଭ ହେଇଛି, ଏଥିରେ ଦେଖାଯାଇଛି ଗୁଡ଼ି ଉଡ଼େଇଲା ବେଳେ ସାଧାରଣ ଛୋଟ ପିଲା ହୁଅନ୍ତୁ ବଡ଼ ଲୋକ ହୁଅନ୍ତୁ, ସେମାନେ ମଧ୍ୟ ଏଥିରେ ବି କ୍ଷତ ବିକ୍ଷତର ଶିକାର ହେଇଛନ୍ତି। କାରଣ ଏଥିରେ ଯେଉଁ କାଚ ଲାଗିଛି, ସବୁ ସୂତାରେ ଯେଉଁ ଅଠା ଲଗେଇକି ଯେଉଁ କାଚ ଲଗେଇଛନ୍ତି, ଏଇଟା ଯଦି କାହା ବେକରେ ବା କୌଣସି ଜାଗାରେ ଗୁଡ଼ି କଟା ହେଲା ବେଳେ ସେ ସୂତା ଛିଣ୍ଡିକି ଯଦି ରାସ୍ତାରେ ଯାଉଥିବା ଲୋକ ହଉ କି ଘର ଛାତ ଉପରେ କିଏ ଥିବ ତା ବେକ ଦେହରେ ଗୁଡ଼େଇ ହେଇଗଲେ, ସୂତା ଲାଗିଗଲା ମାନେ ଦେହରେ ସାଙ୍ଗେ ସାଙ୍ଗେ କାଚ ପଶିକି ଖଣ୍ଡିଆ ହେଇଯାଉଛନ୍ତି ଏବଂ ଗୁରୁତର ଆହତ ହେଉଥିବାର ସେ ଘା ସହଜରେ ବି ଶୁଖିବନି। ଏଭଳିଆ ଗୋଟେ ଅବସ୍ଥାରେ ଆସି ପହଞ୍ଚିଲାଣି। ତେଣୁ ଏଥିରୁ ସମସ୍ତେ ନିବୃତ୍ତ ରହିବା କଥା। ଗୁଡ଼ି ଉଡ଼ାଅ ଆଉ ମଜା କର, ଗୁଡ଼ି କାଟିବା ଗୁଡ଼ି ପ୍ରତିଯୋଗିତା ସବୁ କର, କିନ୍ତୁ ଏଭଳିଆ ଯେଉଁ ସୂତା ଯେଉଁ ମଣିଷକୁ କଷ୍ଟ ଦେଲା ଭଳିଆ ବା ମଣିଷକୁ ରାସ୍ତାରେ ଯାଉଥିବା କୋଠ ଭାବରେ ଠିଆ ହେଉଥିବା ଅନ୍ୟ ଜାଗାରେ ଛିଡ଼ା ହେଇଥିବା ଲୋକ ଯେମିତି କଷ୍ଟ ନ ପାଆନ୍ତୁ, ତାଙ୍କର ଜଣେ କ୍ଷତି ନ ହଉ, କୌଣସି ଛୋଟ ପିଲାର କ୍ଷତି ନ ହଉ, ସେଇଭଳିଆ ସେ ତାକୁ ଗୁରୁତର ସହ ଦେଖି ତା ପ୍ରତି ଦୃଷ୍ଟି ଦେଇ ଗୁଡ଼ି ଉଡ଼ାନ୍ତୁ।